ସେଇ ଯୋଗୁ ନଡ଼ିଆ କରୁଛି ଆଉ। ମୁଁ କହିଲି ମୋତେ କ'ଣ ପିଠା ପିଠା କରିବୁ, ପିଠା କରିବୁନି? ବହୁତ ଟିକେ ଦେହ ଭଲ ନାହିଁ, ପେଟ ଟିକେ ଗୋଳ। ତ ହାଲ ସାଙ୍ଗମାନେ, ଆଜିର ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ କରୁଛି। ତ ଆଜି ହେଉଛି ମଙ୍ଗଳବାର, ଆଉ ହଁ, ଆପଣମାନେ ସବୁ କେମିତି ଅଛନ୍ତି? ଭଲରେ ଅଛନ୍ତି ତ? ସେମିତି ଭଲ ଥାନ୍ତୁ। ତ ଏବେ ମୁଁ ଜଷ୍ଟ ଶୋଇକି ଉଠିଲି। ଏବେ ଖରାପ ପଡ଼ିଲାଣି, ଆସିକି 8ଟା ବାଜିଲାଣି। ଆଉ ବୋଉ ତାର ବସି ଏଇଠି ଠିଆ ହେଇକି ଠାକୁର ପୂଜା କରୁଛି। ଆଜି କ'ଣ ତ ଡେରି? ଆଜି ଠାକୁରଙ୍କଠୁ ଆସିଲେଣି ତ ଆଜି ଠାକୁରଙ୍କଠୁ ଆସିଲା ବେଳକୁ ଡେରି ହେଇଗଲା, ତ ସେଇ ଯୋଗୁଁ ଡେରି ଠାକୁର ପୂଜା କରୁଛି ଆଉ। ନହେଲେ ବୋଉର ଆଗ ସବୁବେଳେ ଠାକୁର ପୂଜା ଆଗ ନା? ହଁ, ଆଗ କରିକି ଯାଏ। ଆଜି ଟିକେ ଲେଟ୍ ହେଇଗଲା ଆଉ। ଆଜି ବେଗି ଗଲି। ଏଇଟା ହେଉଛି ଆମ ଠାକୁର ଘର। ସମସ୍ତେ ଠାକୁର ଅଛନ୍ତି ଆମ ପାଖେ। ସାଇ ବାବା, ଶିବ, ଜଗନ୍ନାଥ, ଲକ୍ଷ୍ମୀ, ବିଷ୍ଣୁ, ଗଣେଶ, କାର୍ତ୍ତିକ, କାଳିଜାଇ ସବୁ ଅଛନ୍ତି। ଆହୁରି ବି ତଳେ ବି ଅଛନ୍ତି, ମାନେ ଉପରେ ଜାଗା ଧରିଲାନି ନା, ତଳେ ବି ଅଛନ୍ତି ଗଣେଶ, ହନୁମାନ, କାଳିଜାଇ ଠାକୁର ଯାଆନ୍ତି। କାଳିଜାଇ ଠିକି ଯାଆନ୍ତି। ମା କାଳିଜାଇ ବି ଅଛନ୍ତି। ମା କାଳିଜାଇ କିଏ? ଯାଆନ୍ତି କାଳିଜାଇ ମନ୍ଦିର। ହଁ, କାଳିଜାଇ ମନ୍ଦିର ଯୋଉ ନଈ ମଝିରେ। ଆମେ ଯାଇଥିଲୁ, ମୁଁ ଛୁଆଟେ ହେଇଥିଲା, ଆମ ଫଣ୍ଡରେ ଯାଇଥିଲୁ ନା? ସେଇଠୁ ଆଣିଥିଲି। ବଢ଼ିଆ ଆଉ। ସାଙ୍ଗମାନେ, ଏଇଆ ଆମ ସକାଳ ଆଜି ଚାଲିଛି। ଆଉ ଭିଡ଼ିଓ କଣ୍ଟିନ୍ୟୁ ଦେଖନ୍ତୁ ଆଉ କ'ଣ ହେଉଛି ଆଜି। ଏବେ ଯାଇଥିଲି ଟିକେ ଥଣ୍ଡା ଦୋକାନକୁ ଥଣ୍ଡା ଆଣିବାକୁ। ଆଉ ହଁ, ଆପଣମାନେ ଭାବୁଥିବେ କାହିଁ ସକାଳୁ ସକାଳୁ ଯାଉଛି ଥଣ୍ଡା ଆଣିବାକୁ। ତ ଆପଣମାନଙ୍କୁ କହୁଛି, ବୋଉ ଏଠି ଶୋଇଛି। ବୋଉଟ ଟିକେ ଦେହ ଭଲ ନାହିଁ, ପେଟ ଟିକେ ଗୋଳମାଳ ଅଛି, ତ ସେଇ ଯୋଗୁଁ ଯାଇଥିଲି ଟିକେ ଥଣ୍ଡା ଆଣିବାକୁ। ବୋଉ କ'ଣ? ଯା ଗ୍ଲାସ୍ ଆଣ ନେ। ଏଇଠୁ ଆଣୁ ଗୋଟେ ଗ୍ଲାସ୍। ତ ବୋଉ ଏବେ ଥଣ୍ଡା ଢାଳୁଛି ପିଇବା ପାଇଁ। ତ ବୋଉ ଢାଳୁଛି ଗ୍ଲାସ୍ରେ। ଆଉ ଏଠି ଥୁଆ ଅଛି କଳା ଲୁଣ, ଟିକେ କଳା ଲୁଣ ପକାଇବ, ତାପରେ ପିଇବ ଆଉ। ଲାଇନ ଯାଇଥାନ୍ତା। ତୁ ପିଇନୁ? ପିଇଦେ, ଏକା ଥରକେ ଭଲ ହେଇଯିବ। ଫୁଟୁଛି କେମିତି? ତ ବୋଉ ଯୋଉ ଯାଇଥିଲା କାଲି ରାଲିକି, କାଲି ଦିନ ଯାକ ମୂଳରୁ ପାଣି ପିଇନି, ତ ସେଇ ଯୋଗୁଁ ତା ପେଟ ପୁରା ଗରମ ହେଇଯାଇଛି। ସେଇ ଯୋଗୁଁ ସକାଳୁ ସକାଳୁ ଯାଇକି ଗୋଟେ ଥଣ୍ଡା ଆଣିଛି, ଦେଖିବା ପିଇଲେ କ'ଣ ହେଉଛି ବୋଉର ଆଉ। ଆଉ ପେଟ ଟାଣୁଥିଲା? ହଁ, ଥଣ୍ଡା ପିଇଲେ ତାପରେ ଦେଖିବା କ'ଣ ହେଉଛି। ତ ବୋଉ ଏବେ ସକାଳୁ ସକାଳୁ ମୋ ପାଇଁ ଛତୁଆ ଗୋଳେଇବା ଷ୍ଟାର୍ଟ କରିଦେଲାଣି। ଆଉ ଛତୁଆ ପିଇବୁନି? ତୁ ତ ଗୋଳି ସାରିଲୁଣି, ଆଉ ପିଇବିନି କେମିତି? ସକାଳୁ ପିଇଦେଲେ ଭଲ। ଚୁଡ଼ା ଖାଇଲେ ଭଲ, ଛତୁଆ। ହଁ, ଚୁଡ଼ା ଏଇଠି ଥୋଇଛି ତଥାପି। ଚୁଡ଼ା ଭାଜି ଚୁଡ଼ା ଛତୁଆ। ଆଉ ବୋଉ ପାଇଁ ତାର ହଲିକ୍ସ ଥୋଇଛି, ସିଏ ପିଇବ, ମୁଁ ନୁହଁ। ନା, ମୋର ରେଡ଼ି ହେଲା ଛତୁଆ, ଯାଉଛି ପିଇଦେବି ଆଉ। ବୋଉକୁ କ'ଣ କହୁଥିଲି, ମୁଁ ନିଜେ ଆଜି ଛତୁଆ ପିଇଛି ଯେ, ଦେଖିବ ମୋ ନିଶ ହେଇଯାଇଛି ଏକର ଏକର। ଛତୁଆ ପିଇଲେ ମାନେ ନିଶ ହେଇଯାଉଛି। ଏକୁଟିଆ ଏକୁଟିଆ ଏବେ କ'ଣ ଖାଉଛୁ? ଚୁଡ଼ା। ଚୁଡ଼ା ସେଥିରେ ବିସ୍କୁଟ ପକେଇକି ଚକଟି ଖାଉଛି। ଚୁଡ଼ା ବିସ୍କୁଟ ଖାଉଛୁ ଏଇନା? ଆଜି ମୋର ମଙ୍ଗଳବାର, ଆଉ ଝାଡ଼ା ହେଉଛି। ଆଉ କ'ଣ? ମାନେ ବୋଉ ଏବେ କ'ଣ କରୁଛି ଆପଣମାନେ ଦେଖୁଛି, ତ ସାଉଣ୍ଡ ଆପଣମାନଙ୍କୁ ଶୁଭୁଥିବ। ତ ଦେଖନ୍ତୁ ବୋଉ ଏଠି, ଏଇଟା ବୋଉ କ'ଣ କରୁଣା? ହଁ, କରୁଣା ଧରିକି ନଡ଼ିଆ କରୁଛି। କ'ଣ କରିବୁ କି ଆଜି? ଚଟୁଆଣି କରିବି। ଓ, ନଡ଼ିଆ ଚଟଣି। ହଁ, ବଢ଼ିଆ ଆଉ। ଭେସୁଙ୍ଗା ପତ୍ର ଟିକେ ପକେଇଦେବୁ, ଆଉ ଟିକେ ଆମ୍ବୁଲ ପକେଇଦେବୁ, ମସ୍ତ ଲାଗିବ। ବୋଉ ଆଜି ତାହେଲେ ନଡ଼ିଆ ଚଟଣି କରିବ, ସେଇ ଯୋଗୁଁ ନଡ଼ିଆ କରୁଛି ଆଉ। ମୁଁ କହିଲି ମୋତେ କ'ଣ ପିଠା ପିଠା କରିବୁ, ପିଠା କରିବୁନି? ଚଟୁଆଣି କରିବା। ସେଇଟା ଚଟଣି। ହଁ, ଏଇ ଚଟୁଆଣି। ଚଟୁଆଣି କ'ଣ? ପ୍ରାୟ ଲୋକ ବି କହୁଛନ୍ତି ଚଟୁଆଣି। ଆଉ ଚଟୁଆଣି କ'ଣ, ଚଟଣି ପା ଏଇଟା। କୋର ଆଉ। ଏବେ ଦେହ ଭଲ ଅଛି? ଟିକେ ଭଲ ଲାଗୁଛି। ତ ବୋଉ ଏଠି ଲୁଣ ପାଣି କରିକି ଥୋଇଛି, ପିଇବ ବୋଲି। ଚିନି ଲୁଣ ପାଣି। ଚିନି ଲୁଣ ପାଣି ପିଇଲେ କ'ଣ ଝାଡ଼ା ଭଲ ହେଇଯାଏ? ନାଇଁ, ମୋ ଝାଡ଼ା କ'ଣ ଭଲ ହେଇଯାଏ, ଦେହଟା ଟିକେ ସତେଜ ଲାଗେ ଆଉ। ଓହୋ, ହଉ କୋର ଆଉ।
ଯାଉଛି ଯାଉଛି ଗାଧେଇବି। ଆମର ପାଣି ଆଇଲାଣି ଦେଖୁଥିବେ ଏଠି କେତେ ଜୋର ଆଇଲାଣି। ତ ଯାଉଛି ଗାଧେଇବି। ତ ସାଙ୍ଗମାନେ ଆପଣମାନଙ୍କ ସାଙ୍ଗେ କେବେ ଏମିତି ହେଇଛି କ'ଣ କହିବି ଛାଡ଼। ଏଇନା ଜଷ୍ଟ ମୁଁ ଉଠିଲି ଆସିକି ଟାଇମ୍ ହେଲାଣି 4ଟା। କ'ଣ କହିବି ଆପଣମାନେ ଧର ଶୋଇଥିବେ କେତେଟା 10ଟାରେ ଶୋଇଥିବେ କହିବେ ମୁଁ ଉଠିବି 1ଟାରେ। ସପୋଜ୍ 1ଟାରେ ଉଠିବି ବୋଲି କହିଥିବେ କିନ୍ତୁ ଉଠିଲା ବେଳକୁ ଯଦି ହେଇଯିବ 2ଟା କି 2:30 ଆପଣମାନଙ୍କୁ ସବୁ କେମିତି ଲାଗିବ। ତ ମୋର ଆଜି ସିଚୁଏସନ୍ ସେମିତିଆ ହେଇଛି। ମୁଁ ଶୋଇଥିଲି କେତେଟା 2ଟାରେ ଶୋଇଥିଲି। ମୁଁ କହିଲି 3ଟାରେ ଉଠିବି କିନ୍ତୁ ଉଠିଲା ବେଳକୁ ଦେଖିଲା ବେଳକୁ 4ଟା ବାଜିଲାଣି। କ'ଣ କରିବା ଯାଉଛି ଆଗ ଖାଇବି। ତାପରେ ବହୁତ ତତଲା ଥୋଇକି ଯାଇଛି ମାନେ କ'ଣ ଗରମ ଭାତ ଯାଉଛି ଆଗ ଖାଇଦିଏ ତାପରେ ଯାହା କରୁଛୁ ଭିଡ଼ିଓ ଆଉ। ଏବେ କ'ଣ କରୁଛୁ ବୋଉ? ଏଠି ବସିଛି ଚୁଡ଼ା ସନ୍ତୁଳା କରିଥିଲି ଯେ ଖାଇବା। ଆଜି ବି ପୁଣି କରୁଛୁ? ହଁ। ଆଉ ଖା ତ। ଆଉ ତୋର କମିଲା ପେଟ ଟଣା? ଟିକେ ନାକୁ କମିଛି ଆଉ। ଆଉ ତୋ ପାଇଁ ଆଉ ଗୋଟେ ଆଣିଛି ଏଠି ଛୋଟିଆ ଥଣ୍ଡାଟେ ନେ ପିଇଦେ। ଆଉ ଗୋଟେ ଥଣ୍ଡା ଆଣିଛୁ? ଛୋଟିଆଟେ। ଆଉ ଏଇଟା ପିଇଦେଲେ ଆଉ ଟିକେ ଖୋଲିକି ପିଇଦେ। ଆଉ ଟିକେ କମିଯିବ ଆଉ। ମୋର ଆଜି ଦିନ ଯାକ ପୁରା ପେଟ ଟାଣୁଛି। ତାକୁ ଏ ଥଣ୍ଡା ଯେଉଁ ସକାଳେ ଆଣିକି ଦେଇଥିଲି ଟିକେ ଭଲ ହେଇଯାଇଥିଲା। ଆଉ ମୁଁ କହିଲି ଭଲ ହେଇଯାଇଛି ଆଉ ଗୋଟେ ଆଣିକି ଟିକେ ଦେଇଦେବା ଛୋଟିଆଟେ। ତ ଏ ଯେଉଁ ଛୋଟିଆଟେ ଆଣିକି ଦେଇଦେଲି ଆଉ। ଆଜି ଦିନ ଯାକ ଭଲରେ ଭିଡ଼ିଓ ହେଇନି। ବହୁତ ତାର ରେଷ୍ଟ ନେଲା। ମୁଁ କହିଲି ଥାଉ ଆଜି ଅଳ୍ପ ବ୍ଲଗ୍ କରିବା ଯେତିକି ହେଉଛି ସେତିକି କରିବା। ଆଜି ରେଷ୍ଟ ନେ। ସେଇ ଯୋଗୁଁ ରେଷ୍ଟ ନେଉଛି। ହେମିତି ପିଇ ଦେଉନୁ। ମତେ ଆସୁନି। ତ ବୋଉର ଗୋଟେ ଏମିତିଆ ଯେ ମାନେ ସେ ବୋତଲରେ ଜମା ପିଇ ପାରିବନି। ପାଣି ବି ବୋତଲରେ ପିଇ ପାରିବନି। ଗ୍ଲାସରେ ଦେଲେ ପିଇବ ନହେଲେ ନାହିଁ। ଦେଖିପାରୁଥିବେ ଏବେ ଗ୍ଲାସ୍ 17 ଆଣିଲାଣି ପିଇବ ବୋଲି। ଏତିକି ଥଣ୍ଡା ବି ସେ ପିଇ ପାରୁନି ବୋତଲରେ ନା। ମତେ ବୋତଲରେ ଅଭ୍ୟାସ ନାହିଁ। ଏତିକି ଥଣ୍ଡା ବି ଗ୍ଲାସରେ। ଯାହାର ଯେଉଁ ଅଭ୍ୟାସ ଆଉ। ପ୍ରାୟ ଲୋକ ଅଛନ୍ତି ବୋତଲରେ ପିଇ ପାରିବେନି। ତାଙ୍କ କ'ଣ ତଣ୍ଟିରେ ଲାଖିଯାଏ ନାକ ବାଟେ ବାହାରିଯାଏ। ଟିଭି ଦେଖିକି ଚୁଡ଼ା ସନ୍ତୁଳା ମୁଁ ଯାଉଛି ବୋଉ ସାଙ୍ଗେ ଟିକେ ଖାଇଦେବି। ମୋତେ ବି ଟିକେ ଭୋକ ଲାଗିଲାଣି ଯାଉଛି ଖାଇଦେବି ଆଉ। ଫ୍ରେଣ୍ଡସ୍ ବୋଉ ଆଜି କିଛି ଭଲରେ ରୋଷେଇ କରିପାରିଲାନି କାରଣ ତା ଦେହ ତ ଆପଣଙ୍କୁ ଦେଖିଲି ଭଲ ନାହିଁ। ତ ଯେଉଁ ସନ୍ଧ୍ୟାବେଳେ କଥା ଚୁଡ଼ା ସନ୍ତୁଳା ଆଉ ଟିକେ ଅଧିକା କରି କରିଦେଇଥିଲା ତ ମୋ ପାଇଁ ରଖିଥିଲା ଖାଇବାକୁ ରାତିରେ। ଆଉ ତା ସାଙ୍ଗେ ଆମ୍ବ ଦେଇଛି ଖାଇଦେବି ଆଉ। ଏତିକି ଖାଇକି କ୍ଷୀର ପିଇଦେବା ଆଉ। ଆଉ କ'ଣ କରିବା। ବୋଉ ଏଠି ତାର ବଇଛି। ଦେହ ଭଲ ଲାଗିଲା ଏବେ? ଭଲ ଲାଗୁଛି ଯେ ଏଇ ଯୋଉ ଝାଡ଼ା ଟିକେ କମିଛି ଯେ ଭଲ ଲାଗୁନି। ଯାହାହେଲେ ଜଳୀୟ ଅଂଶ କମିଯିବ ତ କ'ଣ କରିବା ଖାଇଦେବା ଚାଲନ୍ତୁ ଆଉ। ବୋଉ କ୍ଷୀର ଦେଇଦେଇଛି ଚାଲନ୍ତୁ ପିଇଦେବା। ଆଉ ପିଇ ଦେଇକି କ'ଣ ଭିଡ଼ିଓ ଏଡ଼ିଟିଂ କରିବା ତାପରେ ଶୋଇବା। ଆଉ ଆଜିର ଭିଡ଼ିଓ ଟିକେ ଏଇଠି ତାହେଲେ ଏଣ୍ଡ କରୁଛି। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଆଉ ଆଜିର ଭିଡ଼ିଓ ଯଦି ଭଲ ଲାଗିଥାଏ ଚ୍ୟାନେଲଟିକୁ ଲାଇକ୍ କରି ନିହାତି ସବସ୍କ୍ରାଇବ୍ କରିବେ। ରହୁଛି ବାଏ।